ମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ପଢିବା ଜାପାନର ଅନୁଭୂତି ହେଲା। ୟାକୁ ଲେଖିଛନ୍ତି ସନାତନ ପଣ୍ଡା। ପିଲାମାନେ ଆଜି ଜାପାନ ବୁଲିଯିବା କି? ଆସ ବୁଲିଯିବା ଆମେ ଜାପାନ। ତାହେଲେ ପିଲାମାନେ ସୂର୍ଯ୍ୟୋଦୟର ଦେଶ ହଉଛି ଆମର ଜାପାନ। ସେଇ ଦେଶକୁ ଥରେ ଯିବା ଲାଗି ବହୁ ଦିନରୁ ମନରେ ଅଭିଳାଷ ଥିଲା ଆମ ଲେଖକ ସନାତନ ପଣ୍ଡାଙ୍କର। ସୁଯୋଗ ମିଳିନଥିଲା। କଥାରେ କହନ୍ତି ମନ ଜାଣି ଫଳ, ଶେଷରେ ଦିନେ ସେଇ ସୁଯୋଗଟି ମୋତେ ମିଳିଲା। ସେଦିନ ଥିଲା 2009 ମସିହା ଜୁନ୍ ମାସ 9 ତାରିଖ। ଭାରତର ବିଭିନ୍ନ ଅଞ୍ଚଳରୁ କେତେଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହିତ ସେଦିନ ସନ୍ଧ୍ୟାରେ ଆମ୍ଭେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କଲୁ। ମୋ ଦଳରେ ଯାତ୍ରା କରୁଥିବା ଶିକ୍ଷିକା ଶ୍ରୀମତୀ ସୋନିଆଙ୍କ ସମେତ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରଥମ ବିମାନ ଯାତ୍ରା ଥିଲା। ସେ ଫାର୍ଷ୍ଟ ଟାଇମ୍ ବି କ'ଣ ଏରୋପ୍ଲେନ୍ ବା ରେ ଯାଉଛନ୍ତି ବିମାନରେ। ସମସ୍ତଙ୍କ ମନରେ ଭାରି ରହିଥାଏ ଅନେକ ଉତ୍କଣ୍ଠା। ବିମାନ ଘଣ୍ଟାକୁ ପ୍ରାୟ 1000 କିଲୋମିଟର ବେଗରେ ଗତି କରୁଥାଏ। ଠିକ୍ ସକାଳ 7ଟା ବେଳକୁ ଜାପାନର ରାଜଧାନୀ ଟୋକିଓ ନିକଟସ୍ଥିତ ନରିତା ବିମାନ ବନ୍ଦରରେ ଆମେ ଓହ୍ଲେଇଲୁ। ପିଲାମାନେ ଜାପାନର ରାଜଧାନୀ କିଏ? ଆମର ଯେମିତି ଆମ ଭାରତର ରାଜଧାନୀ କିଏ? ଦିଲ୍ଲୀ। ଆମ ଓଡ଼ିଶାର ରାଜଧାନୀ କିଏ? ଭୁବନେଶ୍ୱର। ସେମିତି ଜାପାନର ରାଜଧାନୀ କିଏ? ଟୋକିଓ। ସେଇ ଟୋକିଓ ପାଖରେ ନରିତା ବିମାନ ବନ୍ଦର ଅଛି। ସେଇଠି ସେମାନେ ଓହ୍ଲେଇଲେ। ଜାପାନୀ ଘଣ୍ଟାରେ ସିନା ସେତେବେଳକୁ 7ଟା, କିନ୍ତୁ ଆମ ଘଣ୍ଟାରେ ସମୟ ପ୍ରାୟ 3ଟା ବାଜି 30 ମିନିଟ୍। ଆମ ଘଣ୍ଟାରେ ହେଲାଣି 3:30। ତାହେଲେ ଜାପାନ ଘଣ୍ଟାରେ 7ଟା ହେଲା। ଏହାର କାରଣ ହେଲା ଭାରତୀୟ ସମୟର 3 ଘଣ୍ଟା 30 ମିନିଟ୍ ପୂର୍ବରୁ ଜାପାନରେ କ'ଣ ସୂର୍ଯ୍ୟ ଉଦୟ ହୋଇଥାଏ। ବୁଝିହେଲା? 3 ଘଣ୍ଟା 30 ମିନିଟ୍ ପୂର୍ବରୁ ଜାପାନରେ ସୂର୍ଯ୍ୟ ଉଦୟ ହୋଇଥାଏ। ସେଠି ଆମେ ସଙ୍ଗେ ସଙ୍ଗେ ଜାପାନୀ ସମୟ ଅନୁସାରେ ଆମର ଘଣ୍ଟା ସମୟ ଠିକ୍ କରିନେଲୁ। ଏହାପରେ ଆମକୁ ସ୍ୱାଗତ କରିବା ପାଇଁ ଅପେକ୍ଷାରତ ଜାପାନୀ ସଂଯୋଜକମାନଙ୍କ ସହ ବସ୍ ଯୋଗେ ଟୋକିଓର ଏକ ହୋଟେଲ ଅଭିମୁଖେ ଅଗ୍ରସର ଆମେ ହେଲୁ। ଟୋକିଓର ରାସ୍ତାଘାଟ ପୁରା ଚକଚକ ଦେଖାଯାଉଥାଏ। ଟୋକିଓ କ'ଣ ଜାପାନର ରାଜଧାନୀ ହେଲା। ଖାଲ ଢିପ ତ ଦୂରର କଥା, ରାସ୍ତାରେ ଧୂଳି ମାଟି ମଧ୍ୟ ଦେଖାଯାଉନଥାଏ। ଟୁକୁରା କାଗଜ ଖଣ୍ଡେ ମଧ୍ୟ କେଉଁଠି ପଡ଼ିନଥାଏ। ସକାଳ ସମୟ ହୋଇଥିଲେ ମଧ୍ୟ କେଉଁଠି ହେଲେ ଜଣେ ସଡ଼କ ଝାଡ଼ୁଦାର ଦେଖାଯାଉନଥାନ୍ତି। ରାସ୍ତାରେ ଅଧିକାଂଶ ଲୋକ ସାଇକେଲ ଅଥବା 4 ଚକିଆ ଯାନରେ ଯାଉଥାନ୍ତି। ଏପରିକି କୋଟ ଟାଇ ପିନ୍ଧି ବାବୁମାନେ ତଥା ବୟସ୍କ ଲୋକମାନେ ମଧ୍ୟ ରାସ୍ତାରେ ସାଇକେଲ ଚଳାଇ ଯାଉଥିବାର ଦେଖିଲୁ। ଏହା ଦେଖି ଜାପାନୀମାନେ ଯେ କେତେ ପରିଶ୍ରମୀ ଓ ପରିବେଶ ପ୍ରେମୀ ସେ ବିଷୟରେ ଆମେ ପରସ୍ପର କଥା ହେଉ। ପିଲାମାନେ ଆମେ ଯଦି ଗାଡ଼ିରେ ଯିବା ସେଥିରୁ ବାହାରୁଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ଆମ ପରିବେଶକୁ ନଷ୍ଟ କରିବ ଏବଂ ସାଇକେଲରେ ଗଲେ ଆମ ଦେହ ହାତ ସୁସ୍ଥ ରହିବ ଏବଂ ହେଲା। ତାହେଲେ ଜାପାନ ରାସ୍ତାର ଛକ ସ୍ଥାନମାନଙ୍କରେ ଯାନବାହନ ଓ ପଦଚାରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ଲାଇଟ୍ର ସଂକେତ ଯଥେଷ୍ଟ ହେଲା। ମାନେ ଖାଲି ଟ୍ରାଫିକ୍ ଲାଇଟ୍ ହେଇଗଲେ ଚଳିବ। ଟ୍ରାଫିକ୍ ପୋଲିସ ଦରକାର ନାହିଁ ହେଲା। ଟୋକିଓ ସହରରେ କେଉଁଠି ହେଲେ ଜଣେ ଟ୍ରାଫିକ୍ ପୋଲିସ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ନଜରକୁ ଆସିନଥିଲା। ଏଥିରୁ ଜଣାପଡ଼ୁଥିଲା ଜାପାନୀମାନେ କେତେ ଶୃଙ୍ଖଳିତ। ମାନେ ଟ୍ରାଫିକ୍ କ'ଣ ଲାଇଟ୍କୁ ସେମାନେ ବହୁତ ଭଲ ଭାବରେ ମାନୁଥିଲେ। ଜାପାନର ରାସ୍ତା କଡ଼ରେ କେଉଁଠି ହେଲେ ଗୋଟେ ଉଠା ଦୋକାନ ଆମେ ଦେଖିବାକୁ ପାଇଲୁ ନାହିଁ। ଫୁଟପାଥ କଡ଼ରେ ଅଥବା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଦୋକାନୀ ନଥାଇ ଦୋକାନ ଦେଖିଲୁ। ସେହି ଦୋକାନମାନଙ୍କରେ ସମସ୍ତ ସାମଗ୍ରୀ କାଚ ଆଲମାରିରେ ପୁରା ସଜା ହୋଇ ରହିଥାଏ। ଗ୍ରାହକ ଜାପାନୀ ୟେନ୍ ପକାଇବା ମାତ୍ରେ କାଚ ଭିତରେ ଏକ ନାଲି ରଙ୍ଗର ଆଲୋକ ଜଳି ଉଠେ। ଏହାପରେ ଗ୍ରାହକ ଆବଶ୍ୟକ ଜିନିଷ ପାଖରେ ସୁଇଚ୍ ଚିପିଲେ ଜିନିଷଟି ତଳକୁ ବାହାରି ଆସିବା ସଙ୍ଗେ ସଙ୍ଗେ ଅବଶିଷ୍ଟ ପଇସା ମଧ୍ୟ ବାହାରିକି ଆସେ। ପିଲାମାନେ ଜାପାନର ମୁଦ୍ରା ହେଉଛି ୟେନ୍। ତାହେଲେ ସେଇଟା ପକେଇଲେ ମାନେ ତମର ଯାହା ଜିନିଷ ତମେ କିଣିନେଲ ଆଉ ବାକି ତମ ପଇସା ତମର ମଧ୍ୟ ସେ ଆପେ ଆପେ ସେଥିରୁ ବାହାରି ଆସେ। କିନ୍ତୁ ହୋଟେଲରେ ପହଞ୍ଚିବା ପରେ ଦେଖିଲୁ ତାର କୋଠରୀ, ଗାଧୁଆଘର ଓ ପାଇଖାନା ପ୍ରଭୃତି ସବୁଠି ସ୍ୱୟଂଚାଳିତ ଯନ୍ତ୍ରପାତି ଖଞ୍ଜା ହୋଇଛି। ସବୁ ଜାଗାରେ ମନକୁ ମନ ଚାଲୁଥିବା ଯନ୍ତ୍ରପାତି କ'ଣ ଖଞ୍ଜା ହୋଇଛି। ଏଠି କେହି ରହୁନାହାନ୍ତି ହେଲା। ସବୁ ମନକୁ ମନ ଚାଲିଛି। ଜାପାନରେ ରହଣି ସମୟରେ ସବୁଠୁ ମନଛୁଆଁ ଥିଲା ତାର ପରିଷ୍କାର ଓ ପରିଚ୍ଛନ୍ନତା ଓ ସବୁଜ ସୁନ୍ଦର ପରିବେଶ। ଘର ହେଉ ବା ବାହାର
ସ୍କୁଲ ରାସ୍ତାଘାଟ ଅଥବା ଅଫିସ କେଉଁଠି ହେଲେ ଟିକେ ଅଳିଆ ବା ଅଦରକାରୀ ଜିନିଷ ଫିଙ୍ଗା ଫୋପଡ଼ା ହୋଇଥିବା ନଜରକୁ ଆସିଲା ନାହିଁ। ମନରେ ପ୍ରଶ୍ନ ଉଠୁଥାଏ, ଏମାନେ ତେବେ ଅଳିଆ ଆବର୍ଜନାକୁ କରନ୍ତି କ'ଣ? ନଜର ପଡ଼ିଲା ହୋଟେଲ ଲବିରେ ଥିବା 3ଟି ଭିନ୍ନ ଭିନ୍ନ ରଙ୍ଗର ଅଳିଆ ପାତ୍ର ଉପରେ। ଗୋଟିଏ ସ୍ଥାନରେ 3ଟି ଅଳିଆ ପାତ୍ର ଦେଖି ଏହାର କାରଣ କିଛି ବୁଝିପାରିଲୁ ନାହିଁ। ଆମ ସହ ଥିବା ଜାପାନୀ ସଂଯୋଜିକା ସୋମା ସୋନଙ୍କୁ ଏ ବିଷୟରେ ପଚାରିଲୁ। ସେ ମୋର ଆଗ୍ରହ ଦେଖି କହିଲେ, ଆପଣ ଯେଉଁ ସବୁଜ ରଙ୍ଗର ଡଷ୍ଟବିନ୍ଟି ଦେଖୁଛନ୍ତି, ସେଥିରେ ଦାହ୍ୟ ବର୍ଜ୍ୟବସ୍ତୁ ପକାଯାଏ। ଲାଲ ରଙ୍ଗ ଡଷ୍ଟବିନ୍ରେ ଅଦାହ୍ୟ ଓ ନୀଳ ରଙ୍ଗର ଡଷ୍ଟବିନ୍ରେ ପୁନଃ ଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁ ପକାଯାଏ। ପିଲାମାନେ, ଆମେ ଯେଉଁଟା ହେଲା ଆମର କ'ଣ 3 ପ୍ରକାର ରଙ୍ଗର ଅଛି ହେଲା। ସବୁଜ ରଙ୍ଗରେ ଦାହ୍ୟ ବର୍ଜ୍ୟବସ୍ତୁ, ଆଉ ଲାଲ ରଙ୍ଗରେ ଅଦାହ୍ୟ। ଦାହ୍ୟ ମାନେ ନଷ୍ଟ ହେଇଯିବ, ଅଦାହ୍ୟ ନଷ୍ଟ ହେବ ନାହିଁ। ଆଉ ଯେଉଁଟା ପୁଣି ଥରେ ତିଆରି କରିହେବ ତାକୁ ଆମେ ନୀଳ ରଙ୍ଗର ଡଷ୍ଟବିନ୍ରେ ପକାଇଥାଉ। ଦୈନନ୍ଦିନ ଜୀବନରେ ଆବର୍ଜନାର ପରିମାଣ କମାଇବା ପାଇଁ ଜାପାନୀମାନେ ମୂଳରୁ ସତର୍କତା ଅବଲମ୍ବନ କରିଥାନ୍ତି। ସେମାନେ ଖାଇବା ସମୟରେ ଖାଦ୍ୟ ନଷ୍ଟ କରନ୍ତି ନାହିଁ। ଯେତିକି ଖାଇବେ ସେତିକି ନିଅନ୍ତି। ଜିନିଷ କିଣିବା ବେଳେ ଯେଉଁ ଜିନିଷ ଶୀଘ୍ର ନଷ୍ଟ ହୁଏ ନାହିଁ ସେପରି ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି। ଦ୍ୱିତୀୟତଃ, ଥରେ ବ୍ୟବହାର ପରେ ଜାପାନୀମାନେ କୌଣସି ଜିନିଷ ସଙ୍ଗେ ସଙ୍ଗେ ଫିଙ୍ଗି ଦିଅନ୍ତି ନାହିଁ। ତାହେଲେ ପିଲାମାନେ, ଜାପାନମାନେ କେତେ ଶୃଙ୍ଖଳିତ ଦେଖ। ପ୍ରତ୍ୟେକ ଜିନିଷ ଫୋପଡ଼ିବା ପୂର୍ବରୁ ଏହା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଚିନ୍ତା କରିଥାନ୍ତି। ଅଯଥା ଦୋକାନକୁ ପଲିଥିନ୍ଟେ ନ ଆଣି ସେମାନେ ନିଜ ବ୍ୟାଗରେ ଜିନିଷ ଆଣିବାକୁ ପସନ୍ଦ କରିଥାନ୍ତି। ତୃତୀୟତଃ, ଅଳିଆ ଫୋପାଡ଼ିବା ସମୟରେ ସେମାନେ ଦେଖନ୍ତି କେଉଁଗୁଡ଼ିକର ପୁନଃ ଚକ୍ରଣ ସମ୍ଭବ, ମାନେ ପୁଣି ଥରେ ତାକୁ କ'ଣ କୌଣସି ଉପାୟରେ ତାକୁ କୌଣସି କାମରେ ଲଗେଇ ହେବ। କେଉଁଠି ଦାହ୍ୟ ବା ଅଦାହ୍ୟ ସେହି ଅନୁସାରେ ସେମାନେ ଭିନ୍ନ ଭିନ୍ନ ଡଷ୍ଟବିନ୍ରେ ମଧ୍ୟ ପକାଇଥାନ୍ତି। ପୁନଃ ଚକ୍ରଣ ପଦ୍ଧତିରେ ଜାପାନୀମାନେ ବର୍ଜ୍ୟବସ୍ତୁରୁ ବହୁ ବ୍ୟବହାର୍ଯ୍ୟ ପଦାର୍ଥ ଯଥା ନାନା ରଙ୍ଗର ପୋଷାକ, ବୋତଲ, ଟ୍ରେ, କାର୍ଟୁନ ଇତ୍ୟାଦି ତିଆରି କରିଥାନ୍ତି ହେଲା। ଜାପାନର ଓକିନାୱା ରାଜ୍ୟରେ ୟୋମେଇ ସିନିୟର ହାଇସ୍କୁଲରେ ଆମେ ଗୋଟେ ଦିନ କଟାଇବାର ସୁଯୋଗ ମଧ୍ୟ ପାଇଥିଲୁ। ଏ ଦେଶର 100% ଲୋକ ସାକ୍ଷର, ମାନେ ସମସ୍ତେ ଏଠି ପାଠ ପଢ଼ିଛନ୍ତି ହେଲା। ସେଠାରେ 15 ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। 15 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତେ ପଢ଼ିବାକୁ ବାଧ୍ୟ ହେଲା। ଶିଶୁମାନେ 4ରୁ 6 ବର୍ଷ ବୟସ ପର୍ଯ୍ୟନ୍ତ 3 ବର୍ଷ କେଜି ସ୍କୁଲକୁ ଯାଆନ୍ତି। ଏହାପରେ 7ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ 6 ବର୍ଷ ପ୍ରାଥମିକ ଶିକ୍ଷା ଓ 13ରୁ 15 ବର୍ଷ ବୟସ ପର୍ଯ୍ୟନ୍ତ 3 ବର୍ଷର ଜୁନିୟର ହାଇସ୍କୁଲ ଶିକ୍ଷା ବାଧ୍ୟତାମୂଳକ। ଏହାପରେ 16ରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ମଧ୍ୟ 3 ବର୍ଷର ହାଇସ୍କୁଲ ଶିକ୍ଷା ବ୍ୟବସ୍ଥା ରହିଛି। ସମସ୍ତେ ଏଠି ପାଠ ପଢ଼ିବା ପାଇଁ ବାଧ୍ୟ। ସେଠାରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଜାପାନୀ ଛାତ୍ରମାନେ ଗଣିତ ବିଜ୍ଞାନରେ କିନ୍ତୁ ପଛୁଆ ନୁହନ୍ତି। ସେଠାରେ ଅଧିକାଂଶ ଭଲ ଛାତ୍ର ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖନ୍ତି। ଜାପାନୀ ସ୍କୁଲରେ ପାଠ ବିଷୟ ସଙ୍ଗେ ସଙ୍ଗେ ଶାରୀରିକ ଶିକ୍ଷା ଓ ଖେଳକୁଦକୁ ଅଧିକ ଗୁରୁତ୍ୱ ଦିଆଯାଏ। ସେଥିପାଇଁ ଜାପାନ ମଧ୍ୟ ବହୁତ ଅଲିମ୍ପିକ ମେଡାଲ ଆଣେ। ସେଠାକାର ଛାତ୍ରଛାତ୍ରୀମାନେ କୌଣସି କାର୍ଯ୍ୟରେ ପାଇଁ ପିଅନ ଉପରେ ନିର୍ଭର କରନ୍ତି ନାହିଁ। ଉଭୟ ପୁଅ ଝିଅ ମିଶି ଶ୍ରେଣୀଗୃହ, ଶିକ୍ଷକ ପ୍ରକୋଷ୍ଠ, ଏପରିକି ଶୌଚାଳୟ ମଧ୍ୟ ନିଜେ ସଫା କରିଦିଅନ୍ତି। ପିଲାମାନେ ସେଠି ପିଅନ ଉପରେ କେହି ନିର୍ଭର କରନ୍ତି ନାହିଁ। ଆମ ସ୍କୁଲରେ ଯେଉଁ ପିଅନ ରହୁନାହାନ୍ତି କି, ସେଠି ନାହିଁ, ପିଲାମାନେ ନିଜେ ସଫା କରିଦେବେ। ଏହି ସଫେଇ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ କେତୋଟି ଦଳରେ ବିଭକ୍ତ କରାଯାଇଥାଏ। ସେମାନେ ଦଳବଦ୍ଧ ଭାବରେ ଏହି କାର୍ଯ୍ୟ କରିଥାନ୍ତି। ସେଠାରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ଜାପାନୀମାନେ ପରିଶ୍ରମ ଓ କର୍ମଠ ହେଲା, ସବୁ ପରିଶ୍ରମ କରନ୍ତି। ଜାପାନ ଆଜି ଏକ ଆଗୁଆ ରାଷ୍ଟ୍ର ଭାବେ ହେବାର କାରଣ ମୁଖ୍ୟତଃ ତାଙ୍କର ଜୀବନଶୈଳୀ। ଏହା ମୋର ଅଙ୍ଗେ ନିଭା ଅନୁଭୂତିରୁ ଜାଣିବାକୁ ପାଇଲି। ଜାପାନୀ ଶୃଙ୍ଖଳାର ପ୍ରଥମ ନିର୍ଦ୍ଦେଶନା ହେଲା ସମୟାନୁବର୍ତ୍ତିତା। ସମୟକୁ ଠିକ୍ ଭାବରେ ବ୍ୟବହାର କରନ୍ତି। ସେମାନେ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ କରିଥାନ୍ତି। 1 ମିନିଟ୍ ବିଳମ୍ବକୁ ମଧ୍ୟ ସେମାନେ ପସନ୍ଦ କରନ୍ତି ନାହିଁ। ଏ ସମ୍ପର୍କରେ ମୋର ଗୋଟିଏ ଅନୁଭୂତି। ଜାପାନରେ ପ୍ରାତଃ ଭୋଜନ ସମୟ ସକାଳ 7ଟାରୁ 8ଟା। ମାତ୍ର 7:30 ମିନିଟ୍ ସମୟରେ ମୁଁ ଦେଖିଲି 3 ଜଣ ପିଲା ପ୍ରାତଃ ଭୋଜନ ପାଇଁ ଆସି ନାହାନ୍ତି। ଅନୁସନ୍ଧାନ କରି ଜାଣିଲି ସେମାନେ ନିଘୋଡ଼ ନିଦରେ ଶୋଇଛନ୍ତି। ମୁଁ ସେମାନଙ୍କୁ ନିଦରୁ ଉଠାଇ ତୁରନ୍ତ ପ୍ରସ୍ତୁତ ହୋଇ ଆସିବାକୁ କହିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଜଳଖିଆ ରଖିବାକୁ ଅନୁରୋଧ କଲି। ମୋର ଅନୁରୋଧ ସତ୍ତ୍ୱେ ସେମାନେ ଠିକ୍ 8ଟା ବେଳେ ଜଳଖିଆ ପ୍ରକୋଷ୍ଠର ଦ୍ୱାର ବନ୍ଦ କରିଦେଲେ। 3 ଜଣ ଆସିନାହାନ୍ତି ହେଲା, ସେ ସଠିକ୍ ଟାଇମରେ ତମେ ଖାଇବ।
ପିଲା 3 ଜଣ ପ୍ରସ୍ତୁତ ହୋଇ ଆସିବା ବେଳକୁ 8ଟା ବାଜି 2 ମିନିଟ୍ ହୋଇଗଲା। ମାତ୍ର 2 ମିନିଟ୍ ବିଳମ୍ବରେ ଆସିଥିବା ଭାରତୀୟ ଛାତ୍ର 3 ଜଣଙ୍କୁ ସେଦିନ ତ ପ୍ରାତଃ ଭୋଜନରୁ ବଞ୍ଚିତ ହେବାକୁ ପଡ଼ିଥିଲା। ମୁଁ ଦାୟିତ୍ୱରେ ଥିବା ଜାପାନୀ ସହଯୋଗୀକୁ ଜଣାଇଲି। ସେ କହିଲେ, ମୁଁ ଦୁଃଖିତ, ସେମାନେ ଠିକ୍ ସମୟରେ ଆସିଲେ ନାହିଁ, ତେଣୁ ମୁଁ ସାହାଯ୍ୟ କରିବାକୁ ଅସମର୍ଥ। ଯଦି ତୁମେ ଠିକ୍ ଟାଇମ୍ରେ ନ ଯିବ ତାହେଲେ ତୁମେ ଖାଇବାକୁ ମଧ୍ୟ ସେଠାରେ ପାଇବ ନାହିଁ। ପୁରା ସମୟର ସଠିକ୍ ବ୍ୟବହାର ଏଠି ହେଉଛି। ଜାପାନରେ ସଭା ସମିତି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୁଏ ଓ ଶେଷ ହୁଏ। ଜାପାନୀମାନେ ଭାଷଣକୁ ପସନ୍ଦ କରନ୍ତି ନାହିଁ। ସେମାନେ ଖୁବ୍ କମ୍ କଥା କୁହନ୍ତି ଓ ସଭାର ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚନ୍ତି। ଜାପାନୀମାନେ ସ୍ୱଭାବରେ ଅତି ସରଳ ଓ ନମ୍ର। ସେମାନେ ଅଭିବାଦନ ଜଣାଇଲା ବେଳେ ପୁରା ଅଣ୍ଟାଠାରୁ ନଇଁ ସମାନ ଜଣାଇଥାନ୍ତି। ନୀରବତା ମାଧ୍ୟମରେ ସେମାନେ ବହୁତ କିଛି ପ୍ରକାଶ କରିପାରନ୍ତି। ସେମାନେ ଛୋଟ ଛୋଟ କଥା ପାଇଁ ମଧ୍ୟ ଅନ୍ୟକୁ ପ୍ରଶଂସା କରନ୍ତି। ଜାପାନୀମାନଙ୍କ ଠାରୁ ଆମର ଅନେକ କଥା ଶିଖିବାର ଅଛି। ଭ୍ରମଣ ପାଇଁ ଜାପାନ ଯେମିତି ଗୋଟିଏ ସୁନ୍ଦର ଦେଶ, ଶିଖିବା ପାଇଁ ସେମିତି ଗୋଟିଏ ଉତ୍କୃଷ୍ଟ ସ୍ଥାନ। ତାହେଲେ ଜାପାନ କେତେ ସୁନ୍ଦର ବିଷୟ, এই ବିଷୟରେ ଆମେ ଜାଣିବାକୁ ପାଇଲେ। ସେମିତି ତୁମେ ମଧ୍ୟ ଡିସିପ୍ଲିନ୍ ରୁହ, ସବୁବେଳେ ସମାନୁବର୍ତ୍ତିତା ରୁହ।